ମୋ ପାଖକୁ ଯଦି ମୋ ମୋବାଇଲ ପଳେଇ ଆସିଲା ମୁଁ ସବୁଯାକ ତଥ୍ୟ ଦେବି ସେଦିନ ଘଟଣା କ'ଣ ଘଟିଥିଲା। ଏଠି ସମ୍ପୂର୍ଣ୍ଣ ଦାୟୀ ହେଉଛନ୍ତି ଆମର ମହାକାଳପଡ଼ା ବିଧାୟକ ଡକ୍ଟର ଦୁର୍ଗାପ୍ରସାଦ ନାୟକ ଆଉ ଯେଉଁ ପୋଲିସ ମାନେ ମୋତେ ଦୁର୍ବ୍ୟବହାର କରିଛନ୍ତି, ମାଡ଼ ମାରିଛନ୍ତି, ସେମାନଙ୍କୁ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ସ୍ୱାସ୍ଥ୍ୟାବସ୍ଥା ଏବେ ବି ଖରାପ ଅଛି। ଛାତି ଫାତିରେ ଯେଉଁ ମାଡ଼ ମାରିଥିଲେ ପେନ୍ ହେଉଛି। ଏଠିକାର ଡକ୍ଟର ଯେଉଁମାନେ ଅଛନ୍ତି ଏବେ ଭଲ ଟ୍ରିଟମେଣ୍ଟ କରୁଛନ୍ତି। ଯେତେବେଳେ ଯାହା ଅସୁବିଧା ହେଉଛି ଆସି ପହଞ୍ଚୁଛନ୍ତି। ଆର ଗୋଟାଏ ସମାଧାନ, ମୋ ମୋବାଇଲ ଯେଉଁ ଦୁଇଟା ମୋବାଇଲ ମୋର ପୋଲିସ ନେଇଯାଇଛି, ସେ ମୋବାଇଲରେ ରେକର୍ଡ଼ ହେଇଛି। ମୁଁ ଯେତେବେଳେ ବିଡ଼ିଓଙ୍କୁ ମୋ ସମସ୍ୟା ଜଣାଉଥିଲି, ଭିଡ଼ିଓ ହେଉଥିଲା। ତାପରେ ମୋତେ ବ୍ରେକ୍ କରାହେଇଥିଲା କି ନାଇଁ ଭିଡ଼ିଓ କରନି। କିଛି ବିଜେପି କର୍ମୀମାନେ ଆସି ବିରୋଧ କରିଥିଲେ, ବିଧାୟକଙ୍କ ପିଲା ବିରୋଧ କରିଥିଲେ। ମୋ ଦୁଇଟା ମୋବାଇଲରେ ମୋର ସବୁ କିଛି ଅଛି। ମୋ ପାଖକୁ ଯଦି ମୋ ମୋବାଇଲ ପଳେଇ ଆସିଲା ମୁଁ ସବୁଯାକ ତଥ୍ୟ ଦେବି ସେଦିନ ଘଟଣା କ'ଣ ଘଟିଥିଲା। ତାପରେ ସମସ୍ତେ ଜାଣିପାରିବେ ଜିନିଷଟା କ'ଣ। ସେଇଠୁ ହିଁ କେଉଁଠି ନା କେଉଁଠି ଜିନିଷଟା ବୁଲି ଯାଉଛି କି କ'ଣ ହେଇଥିଲା। କିନ୍ତୁ ସବୁଯାକ ପ୍ରମାଣ ମୋ ପାଖରେ ଅଛି। ନଚେତ୍ ଭିଡ଼ିଓ ରୁମ୍ର CCTV ଫୁଟେଜ୍ ମଗାନ୍ତୁ, ଦେଖନ୍ତୁ ସେଦିନ କିଏ କାହା ସହିତ କ'ଣ ବ୍ୟବହାର କରିଥିଲେ। ଏଠି ସମ୍ପୂର୍ଣ୍ଣ ଦାୟୀ ହେଉଛନ୍ତି ଆମର ମହାକାଳପଡ଼ା ବିଧାୟକ ଡକ୍ଟର ଦୁର୍ଗାପ୍ରସାଦ ନାୟକ। ତାଙ୍କରି ଇଙ୍ଗିତରେ ହିଁ ପ୍ରଶାସନ ଉଠୁଛି ପଡ଼ୁଛି। ମୋତେ ଏତେ ଅନ୍ୟାୟ, ଏତେ ଅତ୍ୟାଚାର କରାଗଲା। ତାପରେ ମୁଁ ଯେଉଁ କେସ୍ଟିକୁ ଦେଇଛି ଯେଉଁ 9 ଜଣଙ୍କ ନାଁରେ, ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ତା'ର କେସ୍ ରେଜିଷ୍ଟ୍ରି ହେଇଛି କି ନାହିଁ ସେଇଟା ବି ମୁଁ ଏପର୍ଯ୍ୟନ୍ତ ଜାଣିନି, କାରଣ ମୁଁ ମେଡ଼ିକାଲରେ ଅଛି। ମୋ ବାପା ମୋ ପାଖରେ ଅଛନ୍ତି, ଯାଇପାରୁନାହାନ୍ତି। ତ ମୁଁ ଚାହୁଁଛି ଆକୁ ନ୍ୟାୟ ଦିଆଯାଉ। ପୋଲିସ କେଉଁଠି ନା କେଉଁଠି ଘୋଡ଼ଉଛି ସେମାନଙ୍କୁ ଯେଉଁମାନଙ୍କ ନାଁରେ FIR ହେଇଛି। ତିକ୍ତତା ଏବେ ନାହିଁ, ହେଇଗଲାଣି ପାଖାପାଖି ମାସେ 2 ମାସ ଭିତରେ। ଇଟାଭାଟିରୁ MLA ପଇସା ନେଉଛନ୍ତି, ମାଟି ମାଫିଆଙ୍କ କତିରୁ ନେଉଛନ୍ତି, ବାଲି ମାଫିଆଙ୍କ କତିରୁ ନେଉଛନ୍ତି। ସବୁଆଡ଼ୁ ସେ ମନ୍ଥଲି କଲେକ୍ସନ୍ କରୁଛନ୍ତି। ମୋତେ ବି ମାଗୁଥିଲେ ମାସକୁ 1 ଲକ୍ଷ ଟଙ୍କା ଲେଖା କି ଆପଣ ଡେଭଲପମେଣ୍ଟ କାମରୁ ଆମକୁ 1 ଲକ୍ଷ ଟଙ୍କା ଲେଖା ଚାନ୍ଦା ଦେବେ। ମୁଁ କେଉଁଠୁ ଆଣିଦେବି? ତାପରେ ବି ମୁଁ ପ୍ରଶାନ୍ତ ସେଠି ଯିଏ ତାକୁ 50,000 ଟଙ୍କା ମଝିରେ ଦେଇଥିଲି ଜଣଙ୍କ କତିରୁ ସୁଧ। ଯେତେବେଳେ ବ୍ଲକରେ ସେମାନେ ମୋ ସହିତ ଝଗଡ଼ା କରିଥିଲେ, ଯେଉଁ ପିଲାମାନେ, ମୁଁ ସେଠି ଅନସିକ୍ୟୁର ଫିଲ୍ କଲି। ମୋ ମୋବାଇଲକୁ ବାହାର କରିକି ଭିଡ଼ିଓ କଲି, ଲାଇଭ୍ କଲି ଏଥିପାଇଁ କାରଣ ମୋ ମୋବାଇଲରେ ସେମାନେ ବହୁତ ଥର ଟ୍ରାଏ କରିଥିଲେ ମୋବାଇଲ ଛଡ଼େଇ ନେଇଯିବା ପାଇଁ। ଯେତେବେଳେ ଭିଡ଼ିଓ କଣ୍ଟିନ୍ୟୁ କଲି, ପୋଲିସ ଆସି ମୋତେ ମୋବାଇଲ ବହୁତ ଥର ମାଗିଲା, ମୁଁ ଦେଲିନି। ତାପରେ IASଙ୍କୁ ଡାକିକିରି ସେଇ ପିଲାମାନେ କନଷ୍ଟେବଳ ଥିଲେ, 1 ଷ୍ଟାର ବି ଥିଲେ। ତା ଭିଡ଼ିଓରେ ଅପଲୋଡ଼ ହେଇଛି। ମୁଁ ତାଙ୍କୁ ଜାଣିନି, ମହାକାଳପଡ଼ା ଷ୍ଟାଫ୍ ସେମାନେ। ଯେତେବେଳେ IAS ଆସିଲେ ମୋତେ ଜବରଦସ୍ତି 3 ଜଣ ଲେଡ଼ିଜ୍ ଗାଡ଼ି ଭିତରେ ପୁରେଇ ଦେଲେ ବିନା କେସ୍ରେ, ବିନା କାରଣରେ। ତାପରେ ମୋ ମୋବାଇଲଟାକୁ ସେମାନେ ଛଡ଼େଇ ନେଇକି ମୋତେ ବହୁତ ମାରିଥିଲେ। ମହାକାଳପଡ଼ା ବ୍ଲକ କତୁରୁ ମହାକାଳପଡ଼ା ଥାନା ଯେତିକି ସମୟ 5ରୁ 10 ମିନିଟ୍ ଟାଇମ୍ ଲାଗିଲା, ବହୁତ ଅତ୍ୟାଚାର କରିଥିଲେ। ତାପରେ ସେଠି ଗଲା ପରେ ମୋତେ କାହାକୁ ଦେଖା କରେଇଦେଲେନି, ମୋ ମୋବାଇଲ ଦେଲେନି। ମୁଁ କେଉଁଠି ନା କେଉଁଠି ଅଳ୍ପ ବହୁତ ହାରାସ ହେଇଯାଇଥିଲି। ମୋ ଭିତରେ ଯାଇ ବସି FIR ଲେଖୁଥିଲି। ହଠାତ୍ ମୋର ପିଠି ବି ପେନ୍ ହେଇଥିଲା, ଛାତି ବି ପେନ୍ ହେଇଥିଲା। ତାପରେ ମୁଁ ମେଡ଼ିକାଲ ନେବା କଥା କହିଥିଲା, ଅଧିକ ପେନ୍ ହେଇଥିଲା। ମୁଁ ବ୍ୟସ୍ତ ହୋଇ ବାହାରକୁ ଚାଲି ଆସିଥିଲି। ପୋଲିସ ବହୁତ ଅନ୍ୟାୟ କରିଛି। IAS ବି ବହୁତ ଖରାପକିରି ଯାଇ ବସି ତାଙ୍କ ସାମ୍ନାରେ ବହୁତ ଖରାପକିରି ପଷ୍ଟିଜ ବଗେରା କହି ଗାଳି ଦେଇଛି। ବିଧାୟକଙ୍କ ନାଁରେ ଲାଗୁଛ, ତୁମେ ଆମକୁ ହଇରାଣ କରୁଛ, ତୁମେ ମିଶିକି କାମ କର, ତାଙ୍କ କଥା ମାନିଯାଅ, ନହେଲେ ହଇରାଣ ହେବ। ଏମିତି ବି ଯୁକ୍ତିତର୍କ ହେଇଥିଲା। ଆଉ ପୋଲିସକୁ କୁହନ୍ତୁ ସମ୍ପୂର୍ଣ୍ଣ CCTV ଫୁଟେଜ୍ ଦେବ। ଯେଉଁମାନେ ମୋତେ ବ୍ଲକରେ ନିର୍ଯାତନା ଦେଉଥିଲେ ସେଇମାନେ ମୋ ଥାନାକୁ ଗଲା ପରେ ମୋ ପଛେ ପଛେ ଦଳବଳ ହୋଇଯାଇଥିଲେ। IAS ତାଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଛି ତାଙ୍କ ଚାମ୍ବର ଭିତରେ ବସେଇକି। କିନ୍ତୁ ମୋ ପାଖକୁ ଯେଉଁମାନେ ଭେଟିବାକୁ ଆସୁଛନ୍ତି IAS ତାଙ୍କୁ ସୁଯୋଗ ଦେଇନି ବସିବା ପାଇଁ। ଥାନାକୁ ନେଇକି ମୋତେ ବସେଇଲେ, ମୋ ମୋବାଇଲ ଛଡ଼େଇ ନେଇଗଲେ ଗୋଟେ, ଆଉ ଗୋଟେ ମୋ ପର୍ସରେ ଥିଲା। ଘର ଲୋକ ଫୋନ୍ କଲେ, ତାଙ୍କ ସହିତ କଥା ହେଉଥିଲି, ସେଇ ମୋବାଇଲ ବି ଛଡ଼େଇ ନେଇଗଲେ। ଯେଉଁମାନେ ମୋତେ ଦୁର୍ବ୍ୟବହାର କରୁଥିଲେ ବ୍ଲକରେ, ଯେଉଁ 8-10 ଜଣ ଘେରିକି ରହିଥିଲେ, ସେମାନେ ବି ଯାଇ ପହଞ୍ଚନ୍ତି। SP ସାର୍ଙ୍କୁ କୁହନ୍ତୁ ସେଇ ଫୁଟେଜ୍ ବି ଦେଖିବ। ସେମାନେ ଥାନାକୁ ଯେଉଁ ଯାଇ IAS ସହିତ ଘଣ୍ଟା ଘଣ୍ଟା ବସିକି କଥା ହେଉଥିଲେ, କ'ଣ କଥା ହେଉଥିଲେ, କାହିଁକି ସେଠି ଯାଇଥିଲି। ଯଦି କେସ୍ ହେଲା ଭିଡ଼ିଓ ପୋଲିସ ମୋ ଭିତରେ ହେଇଥିଲା, ସେମାନେ ସେଠି କାହିଁକି ତାଙ୍କୁ ପ୍ରଶ୍ରୟ ଦିଆଗଲା। ଯେଉଁମାନେ ମୋତେ ଗାଳି ଗୁଲଜ କରି ମୋ ମୋବାଇଲ ଫାଇଲ୍ ଛଡ଼େଇ ନେଇ ମୋତେ ଧମକ ଦେଲେ ମାରିବା ପାଇଁ। ଯେଉଁ ପୋଲିସ କହୁଛନ୍ତି ମୁଁ ତାଙ୍କୁ ହାତ କାମ ଦେଇଛି, ସେ ପୋଲିସକୁ କୁହନ୍ତୁ ଦେଖେଇବେ ତାଙ୍କର କେଉଁଠି ଇଞ୍ଜର୍ଡ଼ ହେଇଛି। ମୁଁ ତ ଦେଖାଉଛି ନା ମୋତେ କେଉଁଠି ମାରିଛନ୍ତି ବୋଲି। ସେ ପ୍ରମାଣ ଦେଖେଇ ପାରୁନାହାନ୍ତି। କେଉଁଠି ନା କେଉଁଠି ବିଧାୟକଙ୍କ ଇଙ୍ଗିତରେ ମୋତେ ଫସାଇବା ପାଇଁ ଗୋଟେ ଚକ୍ରାନ୍ତ ଚଲେଇଛନ୍ତି।
ମୋ ଭାଇକି ବି ଫସେଇକି ମିଛରେ ଆପଣ ଭିଡ଼ିଓ ଦେଖିଥିବେ ମୋ ଭାଇ କିଛି କରିନି। ମୋ ଭାଇକି ବର୍ତ୍ତମାନ 107 କେସ୍ରେ ଫରୱାର୍ଡ଼ କରିଛନ୍ତି, ସେ ଏବେ ବି ଜେଲ୍ରେ ଅଛି। ଡେଭଲପମେଣ୍ଟ ଯାହା ବି ପଞ୍ଚାୟତରେ ହେଇଛି, ବ୍ଲକ୍ ଡେଭଲପମେଣ୍ଟ ଛାଡ଼ିକି ପଞ୍ଚାୟତରେ ଯେତିକି ଡେଭଲପମେଣ୍ଟ ହେଇଛି ବହୁତ ବଢ଼ିଆ କରିଛି। ମେନ୍ ଜିନିଷ MLA ଯେଉଁଟା ଚାହୁଁଥିଲେ ସେଇଟା ହେଇପାରିଲାନି। MLA ଯେଉଁଟା ଚାହୁଁଥିଲେ ସେଇଟା ହେଇପାରିଲାନି, ସେଥିପାଇଁ ସେ ମୋତେ ହଇରାଣ ହରକତ କରି ବିରୋଧ କରୁଛି। ମୁଁ ବର୍ତ୍ତମାନ ତ ଜାଣିନି, ରିପ୍ଲାଏ କିଛି ଆସିନି। ଦାବି କରି ମୋତେ ନ୍ୟାୟ ଦିଅନ୍ତୁ, ମୋତେ ନ୍ୟାୟ ଦିଅନ୍ତୁ। ଆଉ ଯେଉଁ ପୋଲିସ ମାନେ ମୋତେ ଦୁର୍ବ୍ୟବହାର କରିଛନ୍ତି, ମାଡ଼ ମାରିଛନ୍ତି, ସେମାନଙ୍କୁ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ, ସେମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଉ। ଆଉ ଏଠି ଭିତରେ ଯେଉଁ ପୋଲିସ ମାନେ ମୋତେ ଜଗିଛନ୍ତି, କ୍ୟାମେରା ଲଗେଇକିରି ବୁଲୁଛନ୍ତି, ମୁଁ ଗୋଟେ ଝିଅଟା, ମୁଁ ଅନକମ୍ଫର୍ଟେବଲ୍ ଫିଲ୍ କରୁଛି। ମୁଁ ୱାସରୁମ୍ ଯାଏ କି ଡ୍ରେସ୍ ଚେଞ୍ଜ କରେ କି ବସେ କି ଉଠେ କି ଶୁଏ, ଭଲ ଲାଗୁନି। କେଉଁଠି ନା କେଉଁଠି ପ୍ରଶାସନ, ପୋଲିସ ପ୍ରଶାସନ ଉପରେ ମୁଁ ଖୁସି ନାହିଁ, ସେମାନେ ମୋତେ ଅନନେସେସାରି ଟାର୍ଗେଟ୍ କରୁଛନ୍ତି। ଦିନଲିପି ଲାଇଭକୁ ଏବେ ହିଁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।